ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଜିର ଆଲୋଚନା ଯୋସେଫର ବାପା ଯାକୁବ ନା ଏଲି। ଦେଖନ୍ତୁ ବାଇବେଲରେ ଯେତେବେଳେ ଆମେ ପ୍ରାଞ୍ଜଳ ଭାବରେ ଆଲୋଚନା କରୁନୁ ସେତେବେଳେ ଅନେକ ଦ୍ୱନ୍ଦ୍ୱ ଭାବରେ ଠିଆ ହେଉଛି। ମୋର ଯେମିତି ଏବେ ପ୍ରଶ୍ନ ହେଲା ଯେ ଯୋସେଫର ବାପା ଯାକୁବ ନା ଏଲି। ମାଥ୍ୟୁ 1:16 ଯଦି ଦେଖିବେ ସେଠି କ୍ଲିୟର ଭାବରେ ଲେଖା ଅଛି ଯାକୁବ ଯୋସେଫଙ୍କୁ ଜନ୍ମ ଦେଲେ ବୋଲି ଲେଖା ଅଛି। କିନ୍ତୁ ଲୁକ 3:23 ଯଦି ଆପଣମାନେ ଦେଖିବେ ସେଇଠି ଏଲି ଯୋସେଫର ବାପା ବୋଲି ଲେଖା ଅଛି। ମାଥ୍ୟୁ ପୁସ୍ତକ 1:16 ଅନୁସାରେ ଯାକୁବ ଯୋସେଫର ବାପା, ଲୁକ 3:23 ଅନୁସାରେ ଏଲି ଯୋସେଫର ବାପା। ତେବେ ଏହାର ସତ୍ୟତା କ'ଣ? କେମିତି ଆମେ ଜାଣିବା ଯୋସେଫ ପ୍ରକୃତରେ କାହାର ସନ୍ତାନ ଅଟନ୍ତି? ଏହିସବୁ ଜାଣିବା ପାଇଁ ଆପଣମାନେ ଅନେକ ଏ ପ୍ରକାର ପ୍ରଶ୍ନ ଗୁଡ଼ାକ ଆଲୋଚନା ହେଉଛି। ମୋର ଭିଡ଼ିଓ ଗୁଡ଼ାକ ୟୁଟ୍ୟୁବରେ ଗଦା ହେଉଛି, ଆପଣମାନେ ଦେଖନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ଅନେକ ବିଷୟ ଶିକ୍ଷଣ ବିଷୟ ଆପଣମାନେ ପାଇବେ। ଧନ୍ୟବାଦ।